ସମସ୍ତଙ୍କୁ ସ୍ୱାଗତ ସମସ୍ତଙ୍କୁ ନମସ୍କାର। ଆଜି ଆମେ ଜାଣିବା ପାୱାରଫୁଲ ୱେଜ୍ ଟୁ ୟୁଜ୍ ୱାଟର ଫର ଏଭିଡେନ୍ସ ଆଣ୍ଡ 3 ମିଷ୍ଟେକ୍ ଟୁ ଆଭଏଡ୍। ଆମେ ପାଣି ସହିତ କ'ଣ ଶକ୍ତି ରହିଛି ଆମେ ବିଭିନ୍ନ ସମୟରେ ଆଲୋଚନା କରିଛନ୍ତି। ଆଜି ତା ସମ୍ପର୍କରେ ଆମେ ସଂକ୍ଷିପ୍ତ ଭାବରେ ପୁରା ପଏଣ୍ଟ ଅନୁସାରେ ଆଲୋଚନା କରିବା। ପାଣି ସହିତ ଆମେ ସେଇଭଳି ବ୍ୟବହାର କରିବା। ଆମେ 5ଟି ତତ୍ତ୍ୱର ଉପଚାର କରିଛନ୍ତି, ପଞ୍ଚତତ୍ତ୍ୱ ପୂଜନ କରିଛନ୍ତି। 5ଟି ତତ୍ତ୍ୱ କୋଉ ତତ୍ତ୍ୱକୁ ଆମେ କ'ଣ ବ୍ୟବହାର କଲେ ଆମେ କୋଉ ଭଳିଆ ରେଜଲ୍ଟ ପାଇବା ସେ କଥା ବି ଜାଣିଛନ୍ତି। ଆଜି ତା ଭିତରୁ ଜଳ ଯୋଉ ତତ୍ତ୍ୱ, ଜଳ କ'ଣ ଆମ ଲାଇଫରେ ଚେଞ୍ଜ କରେ ଆମେ ସେ ବିଷୟରେ ଜାଣିବା ପାଇଁ ଯାଉଛନ୍ତି। ଜଳ ଏଭଳି ଏକ ଊର୍ଜା ଯୋଉ ଊର୍ଜାକୁ ଆମେ ସମସ୍ତେ ଅନୁଭବ କରୁଛନ୍ତି। ଜଳ ଏଭଳି ଏକ ଊର୍ଜା ଯାହା ସୃଷ୍ଟିର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅଛନ୍ତି। ଜଳ ଏଭଳି ଏକ ଊର୍ଜା ଯାହା ସମଗ୍ର ପୃଥିବୀରେ 3 ଭାଗରୁ ଉର୍ଦ୍ଧ୍ୱ ପରିବ୍ୟାପ୍ତ ଅବସ୍ଥାରେ ଅଛନ୍ତି। ଏଇ ଯୋଉ ଜଳର ଊର୍ଜା ଏକୁ ଯେତେବେଳେ ଆମେ ଜାଣିବା ବହୁତ ଭଲ ଭାବରେ ଆମେ ଫିଲ୍ କରୁଛନ୍ତି। ଆମକୁ ନିଦ ଲାଗୁଛି, ଆମେ ମୁହଁରେ ଟିକେ ପାଣି ମାରି ଦଉଛନ୍ତି, ଜଳ ସାଙ୍ଗେ ସାଙ୍ଗେ ସତେଜ ହେଇଯାଉଛନ୍ତି। କେହି ମୂର୍ଚ୍ଛା ଯାଉଛନ୍ତି, ପାଣି ଟିକେ ମାରି ଦଉଛନ୍ତି, ସାଙ୍ଗେ ସାଙ୍ଗେ ସତେଜ ହଉଛନ୍ତି। ଆମେ ପ୍ରଭାତରୁ ଶଯ୍ୟା ତ୍ୟାଗ କରୁଛେ, ଯେତେବେଳେ ପାଣିଟା ମୁହଁରେ ନ ମାରିଲା ପର୍ଯ୍ୟନ୍ତ ଆମକୁ ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ ଲାଗେ, ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ ଲାଗେ। ଥକ୍କା ମେଣ୍ଟେଇବା ପାଇଁ ଜଳ ହିଁ ଆମର ଏକ ମାଧ୍ୟମ। ଯେତେବେଳେ ଆମେ ସ୍ନାନ ଶୌଚ ଆଦି ସାରୁଛନ୍ତି ପୁରା ଫ୍ରେଶ ଫିଲ୍ କରୁଛନ୍ତି। ଜଳକୁ ନେଇକି ବିଭିନ୍ନ ପ୍ରକାର ଅଭିଜ୍ଞତା ଆମ ପାଖରେ ରହିଛି। ଜଳ ଏଭଳି ଏକ ଊର୍ଜା ସେ ଯାହା ସହିତ ମିଶିଯାଏ ତାର ରୂପ ଧାରଣ କରିନିଏ। ସେ ଜଳ ଆମକୁ ବହୁତ ସୁନ୍ଦର ଭାବରେ ଆମର ପଜିଟିଭ ଥିଙ୍କ ଆଟ୍ରାକ୍ଟ କରାଏ, ଆମକୁ ଆମର ମ୍ୟାନିଫେଷ୍ଟେସନକୁ ସକ୍ସେସ କରାଏ। ସେ ଜଳ ତାକୁ ଯଦି ଉଚିତ ବ୍ୟବହାର ଆମେ ନ କରୁଛନ୍ତି ତାହେଲେ ଆମ ଜୀବନରେ ଅନେକ ଖରାପ ରେଜଲ୍ଟ ବି ଦିଏ। ଜଳକୁ ଯଦି ଠିକରେ ଆମେ ଧାରଣ କରୁନାହାନ୍ତି, ଆମର ସ୍ୱାସ୍ଥ୍ୟ ସମସ୍ୟା ଆସିଲା, ସେ ଜଳ ହିଁ ଆମକୁ ଖରାପ ରେଜଲ୍ଟ ଦେଲା। କାହିଁକି ନା ତାକୁ ଆମେ ଉଚିତ ବ୍ୟବହାର ତା ସହିତ କଲେନି। ଏଇଭଳି ଭାବରେ ଜଳର ବିଭିନ୍ନ ପ୍ରକ୍ରିୟାକୁ, ବିଭିନ୍ନ ସମୟକୁ, ବିଭିନ୍ନ ସମୟର ଊର୍ଜାକୁ ଆମେ ବହୁତ ଭଲ ଭାବରେ ଫିଲ୍ କରିଛନ୍ତି। ଯେତେବେଳେ ଆମେ ଛୁଆ ସମୟରେ ରଚନା ଲେଖୁଥିଲେ, ସେତେବେଳେ ଆମେ ଲେଖୁଥିଲେ ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ତେଣୁ ଜଳକୁ କୋଉ ଭଳି ବାଲାନ୍ସ କରିକି ରଖିବା ତାହା ଆମକୁ ସମସ୍ତଙ୍କୁ ଦରକାର। ଆଉ ଆଜି ଆମେ କେତୋଟି ଜିନିଷ ଆମେ ଆଲୋଚନା କରିବା, ତାକୁ ବି ଆମ ଲାଇଫରେ ଧୀରେ ଧୀରେ ଆଡ୍ କରି ନବା। ଆମ ଲାଇଫରେ ସେଇ ଭ୍ୟାଲ୍ୟୁ ଆଡ୍ ହେଇଯିବ, ତାହା ବି ଆମକୁ ଏକ ସକାରାତ୍ମକ ପରିବର୍ତ୍ତନ ଦିଗରେ ଅନେକ କାର୍ଯ୍ୟ ଆମକୁ ସେ ଦବ। ପ୍ରଥମ କଥା ହଉଛି ଫାର୍ଷ୍ଟ ପଏଣ୍ଟ, ଆମେ ସମସ୍ତେ କରୁଛନ୍ତି କିନ୍ତୁ ଆମେ ସଂଗଠିତ ଭାବରେ ଗୋଟିଏ ଜାଗାରେ ନେଇ ଆସୁଛନ୍ତି। ଆମେ ନୋଟ ଯଦି ଗୋଟିଏ ଜାଗାରେ କରିଦଉଛନ୍ତି, ଧୀରେ ଧୀରେ ଆମେ ସମସ୍ତ ଜିନିଷକୁ ଫଲୋ କରିପାରିବା। ପ୍ରଥମ କଥା ହଉଛି କେମିତି ବି କେତେ କାମ ଥାଉଛି ଥାଉ, ଆମେ ଯେତେବେଳେ ରାତିରେ ଶୋଉଛନ୍ତି ତା ପୂର୍ବରୁ ପରିଷ୍କାର ଭାବରେ ମାନେ ଗୋଡ଼ ଧୋଇବା ତାପରେ ଶୋଇବା। ଯୋଉମାନଙ୍କର ଅଭ୍ୟାସ ଅଛି ସାବୁନ ଲଗେଇକି ଧୋଇ ପାରନ୍ତି, ଯୋଉମାନଙ୍କର ଅଭ୍ୟାସ ନାହିଁ ସାବୁନ ଲଗେଇବା ସେମିତି ବି ଧୋଇ ପାରନ୍ତି, କିନ୍ତୁ ସମ୍ପୂର୍ଣ୍ଣ ପରିଷ୍କାର ଭାବରେ ଗୋଡ଼ ନିଶ୍ଚିତ ଭାବରେ ଆମେ ଧୋଇବା, ଗୋଡ଼ ପରିଷ୍କାର କରିବା, ଶୋଇବା। ଏହା ଜୀବନର ଏକ ଅଂଶ, କେବେ ହିଁ ୟାକୁ ଇଗ୍ନୋର କରନ୍ତୁ ନାହିଁ। ଏହା ଦେହରେ ପ୍ଲାନେଟକୁ କନେକ୍ଟ କଲା ଭଳିଆ କଥା ରହିଛି, ସାଇଣ୍ଟିଫିକ କଥା ବି ରହିଛି। ଆମେ ଦିନ ସାରା କେତେ ଜାଗା ବୁଲିକି ଆସୁଛେ ବା ଘରେ ଆମେ ଏପାକ ସେପାକ ହଉଛେ, ଆମକୁ ନିହାତି ଆବଶ୍ୟକ ଅଛି, ସାଇଣ୍ଟିଫିକ ଦୃଷ୍ଟିରୁ ଆବଶ୍ୟକ ଅଛି, ଆମର ଧାର୍ମିକ ଦୃଷ୍ଟିରୁ ଆବଶ୍ୟକ ଅଛି। ଯୋଉଭଳି ଭାବରେ ଆମେ ବିଫୋର ବେଡ୍ ଆଫ୍ଟର ବେଡ୍ରେ ପ୍ରେୟାର ରଖୁଛନ୍ତି, ସେଇଭଳି ଭାବରେ ନିଶ୍ଚିତ ଭାବରେ ଆପଣ ଶୋଇବା ପୂର୍ବରୁ ଗୋଡ଼ ଧୋଇକି ଶୁଅନ୍ତୁ। ଏଇଟା ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହଉଛି ଜଳ ପାଖରେ ଏଭଳି କ୍ଷମତା ରହିଛି, ଏଭଳି ମ୍ୟାଜିକାଲ କ୍ଷମତା ରହିଛି,
ଯେତେବେଳେ ବି ପାଣି ପିଉଛନ୍ତି ତାକୁ ସାମାନ୍ୟ ଦୃଷ୍ଟି ଦିଅନ୍ତୁ। ଗୋଟେ ଛୋଟିଆ ଛୁଆଟା ଯେମିତି ସ୍ମାଇଲ କରେ, କିଛି ନ ବୁଝିକି ସେ ଦେଖିଦେଲେ ଯେମିତି ହସି ଦିଏ, ସେମିତି ଜଳ ଆମକୁ ଚାହିଁକି ହସୁଛି, ଏଇଟା ଫିଲ୍ କରନ୍ତୁ। ଯେତେବେଳେ ବି ଆପଣ ନଉଛନ୍ତି ଜଳ ପିଇବା ପାଇଁ, ଯେତେବେଳେ ବି ନଉଛନ୍ତି ତାକୁ ଟିକେ ଚାହିଁ ଦିଅନ୍ତୁ, ଭାବନ୍ତୁ କି ସେ ଆମକୁ ଚାହିଁକି ସ୍ମାଇଲ କରୁଛି, ଆପଣ ବି ତାକୁ ଚାହିଁକି ଟିକେ ସ୍ମାଇଲ କରିଦିଅନ୍ତୁ। ଗୋଟେ ଭାବରେ ଜଳ ସହିତ ଆମର ଏକ ଭାବାବେଗ ସମ୍ପର୍କ ତିଆରି କରନ୍ତୁ, ଆଉ ତାକୁ କିଛି ଆଫର୍ମେସନ ଦିଅନ୍ତୁ। ତମେ ବହୁତ ଉର୍ଜା, ତମେ ଅମୃତ, କିଛି ବି ଖୁବ କମ ସମୟ ଭିତରେ ଧୀରେ ଧୀରେ ଆପଣଙ୍କର ନିଜସ୍ୱ ଆଫର୍ମେସନ ତିଆରି କରନ୍ତୁ। ଆପଣ କଣ ଚାହୁଁଛନ୍ତି ବି ତାଙ୍କୁ କହିପାରିବେ। ଆପଣଙ୍କର ମନ୍ଥଲି ଇନକମ୍ ବୃଦ୍ଧି ପାଇଁ ବି ଆପଣ କହିପାରିବେ। କିଛି ବି ଭଲ ମାନେ ମ୍ୟାନିଫେଷ୍ଟେସନ କରନ୍ତୁ। ସେ ଉର୍ଜା, ଜଳର ଗୋଟେ ବହୁତ ବଢିଆ ମେମୋରି ପାୱାର ଅଛି, ଆପଣ ଜାଣିଥାନ୍ତୁ। ସେ ଉର୍ଜା ଆମେ ଯେତେବେଳେ ଜଳକୁ ଧାରଣ କରୁଛେ, ଆମର ପ୍ରତିଟି ବଡି ସେଲ୍ ସହିତ ମିଶୁଛନ୍ତି, ଆମକୁ ସେଇ ଦିଗରେ କାମ କରିବା ପାଇଁ ସେ ପୁରା ପ୍ରବର୍ତ୍ତଉଛନ୍ତି। ଆମ ପାଖରେ ସେଇ ଶକ୍ତି ବି ଆସିଯାଉଛି। ଜଳ ଏଭଳି ଏକ ଏନର୍ଜି, ଏଭଳି ଏକ ଉର୍ଜା, ଆମକୁ ଜୀବନର ପ୍ରତିଟି କ୍ଷେତ୍ରରେ ସକ୍ସେସ କରିବା ପାଇଁ ସହଯୋଗ କରେ। ପ୍ରତିଟି କ୍ଷେତ୍ରରେ ସକ୍ସେସ କରିବା ପାଇଁ ସହଯୋଗ କରେ। ତାହା ପଜିଟିଭ ହେଇପାରେ, ତାହା ନେଗେଟିଭ ହେଇପାରେ। ଆମେ ତାକୁ ଧାରଣ କଲା ବେଳେ ଯାହା ଆମେ ଆଟ୍ରାକ୍ଟ କରୁଛେ, ସେ ସେଇ ଅନୁସାରେ ଆମକୁ ରେଜଲ୍ଟ ଦବ। ଏ ହେଲା ଦ୍ୱିତୀୟ କଥା। ତୃତୀୟ କଥା, ନିଶ୍ଚିତ ଭାବରେ ଏଇ କଥା ସହିତ ଆମେ ପ୍ରାୟ ଅନେକ ଯୋଡି ହେଇକି ରହିନାହାନ୍ତି। ଆମେ କଣ କରିବା, ପ୍ରତି ପୂର୍ଣ୍ଣିମାରେ ୱାଟର ଚାର୍ଜ ଅନ୍ ଏଭ୍ରି ଫୁଲ ମୁନ୍, ପ୍ରତି ପୂର୍ଣ୍ଣିମାରେ ନିଶ୍ଚିତ ଭାବରେ ୱାଟର ଚାର୍ଜ କରନ୍ତୁ, ଇଣ୍ଟେନସନ ଦିଅନ୍ତୁ, ସେଇ ମାନେ ଜଳକୁ କିଛି ପରିମାଣରେ ପିଅନ୍ତୁ। ଆପଣ ଘଣ୍ଟାଟେ ୱାଟର ଚାର୍ଜ କରିପାରିବେ, 2 ଘଣ୍ଟା ୱାଟର ଚାର୍ଜ କରିପାରିବେ, ସମ୍ପୂର୍ଣ୍ଣ ସେ ରାତିଟି ଯାକ ୱାଟର ଚାର୍ଜ କରିକି ତା ପରଦିନ ପିଇ ପାରିବେ। କିନ୍ତୁ ବେଟର ହବ 1 ଘଣ୍ଟା କି 2 ଘଣ୍ଟା ରଖନ୍ତୁ, ତାକୁ ଏଫର୍ମେସନ ଦିଅନ୍ତୁ, ଦେଇକି ପିଅନ୍ତୁ। ଆପଣଙ୍କର ଯାହାବି ସକାରାତ୍ମକ ପରିବର୍ତ୍ତନ ପାଇଁ ଇଏ ଗୋଟେ ଜିନିଷ, ବହୁତ ବଡ ଜିନିଷ, ତାକୁ ଆପଣ ଲାଇଫରେ ଆଡ କରିପାରିବେ। ଚତୁର୍ଥ ଜିନିଷ, ଚତୁର୍ଥ ପଏଣ୍ଟ ଆମେ ଆଲୋଚନା କରିଛନ୍ତି ଆଗରୁ, ପୁଣି ମୁଁ ଆପଣଙ୍କୁ ମନେ ପକେଇ ଦିଏ, ଯେମିତିକି ବର୍ଷା ସମୟ ଚାଲିଛି, ଅତି କମରେ ଗୋଟିଏ ଥର ବର୍ଷା ଜଳରେ ନିଶ୍ଚିତ ଭାବରେ ଗାଧାନ୍ତୁ। ସୁଯୋଗ ମିଳୁଛି, ଛତା ନାହିଁ, ରେନକୋଟ ନେଇନାହାନ୍ତି, ଓଦା ହେଇଯାଇଛନ୍ତି, ଭାବନ୍ତୁନି ଯେ ଓଦା ହେଲେ ମୋ ଶରୀର ଉପରେ କିଛି ମାନେ ପ୍ରଭାବ ପଡିବ, ଏଇଟାକୁ ଆଟ୍ରାକ୍ଟ କରନ୍ତୁ ନାହିଁ। ଖୁସି ହୁଅନ୍ତୁ କି ୟୁନିଭର୍ସ ମତେ ଗୋଟେ ସୁଯୋଗ ଦେଲା, ପୁରା ଡାଇରେକ୍ଟ ୱାଟର, ବର୍ଷା ଜଳରେ ବହୁତ ଏନର୍ଜି ଅଛି, ମତେ ଗାଧେଇବାର ସୁଯୋଗ ମିଳିଲା। ଅତି କମରେ ବର୍ଷରେ ଥରୁଟିଏ ବର୍ଷା ଜଳରେ ସ୍ନାନ କରନ୍ତୁ। ଆମେ ଆଗରୁ ବି ସେ ପ୍ରାକ୍ଟିସ କରିଥିଲେ। ବର୍ଷା ଜଳକୁ କୌଣସି ପାତ୍ରରେ ସଂଗ୍ରହ କରନ୍ତୁ, ଗୋଟେ କାଚ ବୋତଲରେ ଆପଣଙ୍କର ଠାକୁରଙ୍କ ଘରେ ବା ଉତ୍ତର ପୂର୍ବ କୋଣରେ, ଯଦି କେବଳ ତାକୁ ଆପଣ ରଖୁଛନ୍ତି ଆମ ଘର ପାଇଁ, ମାନେ ଏକ ସକାରାତ୍ମକ ଉର୍ଜାର ସିଏ ହଉଛି ଏକ ମାଧ୍ୟମ। ପଞ୍ଚମରେ, ଯଦି ଘରେ କୌଣସି ଫଟୋ ରଖୁଛନ୍ତି, ଆମେ ୱାଟରଫଲର ଫଟୋ ଯଦି ଉତ୍ତର ପଟେ ଆମେ ରଖୁଛନ୍ତି, ବହୁତ ଭଲ। ଆଉ ଆମେ ଯୋଉମାନେ ମୋବାଇଲ ନ୍ୟୁମରୋଲୋଜିକୁ ବିଶ୍ୱାସ କରୁଛନ୍ତି, କେତେକ ବିଭିନ୍ନ ଏକ ନିର୍ଦ୍ଦିଷ୍ଟ ସମୟରେ ୱାଟରଫଲର ଯଦି ଆମେ ପିକ୍ଚର ରଖୁଛନ୍ତି, ଆମର ମୋବାଇଲ ୱାଲପେପରରେ ବହୁତ ଭଲ। ଯୋଉମାନେ ଅଫିସରେ କାମ କରୁଛନ୍ତି ବା କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବସୁଛନ୍ତି, ଅତି କମରେ ଆମେ ଯଦି ସେଠି ଆମର ଯୋଉ ପେନ୍ ଷ୍ଟାଣ୍ଡ କୁ ଏଇଭଳି ମିଳୁଛି ବି ଏଇ ୱାଟରଫଲର, ୟାକୁ ଯଦି ଆମେ ବ୍ୟବହାର କରୁଛନ୍ତି, ଆପଣଙ୍କ ସାମ୍ନାରେ ରହୁଛି, ଏଇଟା ଗୋଟେ ପଜିଟିଭ ଉର୍ଜା ତିଆରି କରେ। ଏକୁ ଆପଣ ମାନେ ବ୍ୟବହାର କରନ୍ତୁ। କାହିଁକି ନା ଅଛି, ତାର ଆବଶ୍ୟକ ଅଛି। ନିହାତି ବ୍ୟବହାର କରନ୍ତୁ, ମୁଁ ଏ କଥା କହୁନି, କିନ୍ତୁ ଏଇ ଯେହେତୁ ଆମେ ଯୋଉ ଜାଗାରେ ବସୁଛନ୍ତି ସେ ଜାଗାରେ ଆବଶ୍ୟକ ଅଛି, ଆମେ ଅନ୍ୟ କିଛି ରଖିବା ଅପେକ୍ଷା ଯଦି ଏମିତି କିଛି ରଖି ନାହାନ୍ତି, ତାହେଲେ ୟାକୁ ବି ଆପଣ ନେଇପାରନ୍ତି। ପୂର୍ଣ୍ଣିମା ଦିନ, ଆପଣ ଅନ୍ୟ ଦିନରେ ଯେତିକି ବି ଜଳ ପିଉଛନ୍ତି, କେତେବେଳେ କେତେବେଳେ ନିଜକୁ ଇଗ୍ନୋର କରୁଛନ୍ତି, ଉଚିତ ପରିମାଣର ପାଣି ପିଉନାହାନ୍ତି।
କିନ୍ତୁ ପୂର୍ଣ୍ଣିମା ଦିନ ନିଶ୍ଚିତ ଭାବରେ 2 ଗ୍ଲାସ ଅଧିକା ପାଣି ହଉ ପଛେ ପିଅନ୍ତୁ। ସେଦିନ ପାଣି କୌଣସି ପ୍ରକାରେ କମାନ୍ତୁ ନାହିଁ। ବହୁତ ଇମ୍ପୋର୍ଟାଣ୍ଟ କଥା ଏଇଟା। ନିହାତି ଟିପିକି ରଖନ୍ତୁ। ଏମିତି ଗୋଟେ କଥା ନୁହଁ ଯାହା କରିହବନି। ପୂର୍ଣ୍ଣିମା ଦିନ ନିଶ୍ଚିତ ଭାବରେ କିଛି ଅଧିକା ଜଳ ଆପଣ ଧାରଣ କରନ୍ତୁ। ଆଉ ସ୍ପିରିଚୁଆଲ ବାଥ ଯେମିତି କି କୌଣସି ଭଲ ଦିନରେ ଯୋଉଟାକୁ ଆମେ ଅସ୍ପିସିୟସ୍ ଡେ କହୁଛେ, ପୁଣ୍ୟ ତିଥି କହୁଛେ, ଏସବୁ ଦିନରେ ଅତି କମରେ ଆମେ ସ୍ପିରିଚୁଆଲ ବାଥ କରିବା କଣ, ଯାହା ପାଖରେ ଯାହା ଆଭେଲେବୁଲ ଅଛି। କିଏ ଗଙ୍ଗା ଜଳ ପକେଇକି ସ୍ନାନ କରନ୍ତୁ, କିଏ ହଳଦୀ ଟିକେ ପକେଇକି ସ୍ନାନ କରନ୍ତୁ, କିଏ ଗୋଲାପ ଜଳ ପକେଇକି ସ୍ନାନ କରନ୍ତୁ, କଣ ବି କିଏ ହର୍ବାଲ ମାନେ ସ୍ନାନ କରିପାରିବେ। କିଛି ନାହିଁ, ଗୋଲାପ ଫୁଲ ବି ଟିକେ ପକେଇଦେବେ। କଣ ବି ହଉ, ଗୋଲାପ ପାଖୁଡା ବି ଟିକେ ହଉ, ଅନ୍ତତଃ ମେଣ୍ଟେନ କରନ୍ତୁ। ଯେମିତିକି ଯୋଉଗୁଡାକ ଅସ୍ପିସିୟସ୍ ଡେ ବୋଲି ଆମେ ଭାବୁଛେ, ପବିତ୍ର ଦିନ ବୋଲି ଭାବୁଛେ, ସବୁଦିନ ତ କରିପାରିବା, ନିହାତି ମେଣ୍ଟେନ କରନ୍ତୁ ଏମିତି ପବିତ୍ର ଦିନ ମାନଙ୍କରେ। ଏଇ ଯୋଉ ଏକୁ ଆମେ କହିବା ସ୍ପିରିଚୁଆଲ ବାଥ। ଅନ୍ୟ କେତେବେଳେ ଆମେ ଆଲୋଚନା କରିବା ସ୍ପିରିଚୁଆଲ ବାଥର ପୁରା ସମ୍ପୂର୍ଣ୍ଣ ରୂପରେଖକୁ। ଅନ୍ତତଃ ଏତିକି ମେଣ୍ଟେନ କରନ୍ତୁ, ବହୁତ ଭଲ ଜିନିଷ। ତାପର ପଏଣ୍ଟ ହଉଛି, ଆମେ ସମସ୍ତେ ବର୍ତ୍ତମାନ ସମସ୍ତଙ୍କର ଅଭ୍ୟାସ ହେଇଛି, ଆମେ ଆଉ ପୋଖରୀ ନଦୀରେ ଆଜିକାର ଜେନେରେସନର ଲୋକମାନେ ଆମେ ଗାଧଉନେ। ଆମେ ସମସ୍ତେ ଘରେ ଆମର ଆମର ସ୍ନାନ ଶୌଚ ସବୁ କରୁଛେ। କିନ୍ତୁ ଯେତେବେଳେ ଆପଣ କୌଣସି ଜାଗାକୁ ବୁଲିବା ପାଇଁ ଯାଉଛନ୍ତି, ଭ୍ରମଣରେ ଯାଉଛନ୍ତି, ଏମିତିକି ୱାଟର ଫଲ ଜାଗାକୁ ଯାଉଛନ୍ତି, ହେଲା, ମାନେ ପ୍ରବାହିତ ହଉଥିବା ଜଳ ବା ୱାଟର ଫଲ ଜାଗାରେ ନିଜକୁ ସମ୍ଭାଳିକି, ମାନେ ସେ ଜାଗାରେ ଯଦି ସମସ୍ତ ଠିକ ଅଛି ବ୍ୟବସ୍ଥା, ତାହେଲେ ଅନ୍ତତଃ ଥରଟେ ସ୍ନାନ କରନ୍ତୁ। ମାନେ ବହି ଯାଉଥିବା ନଦୀ ହଉ, ପବିତ୍ର ନଦୀ ହଉ, ପବିତ୍ର ଝରଣା ହଉ, ସେ ଜଳରେ କେବେ କେବେ ଯେତେବେଳେ ଆପଣଙ୍କୁ ସୁଯୋଗ ମିଳୁଛି, ସେଇଟାକୁ ଆପଣ ମ୍ୟାଣ୍ଡେଟରୀ କରନ୍ତୁନି ଯେ ମୁଁ ଯିବି ଗାଧେଇବି ସାର୍ କହୁଛନ୍ତି, ସେ କଥା ନାହିଁ। ଆମେ ଜାଣିଥିଲେ କେବେ ବି କେବେ ଆମକୁ ସୁଯୋଗ ମିଳିବ, ସେ ସୁଯୋଗର ସଦୁପଯୋଗ କରନ୍ତୁ। ଏଇ ଜିନିଷକୁ ଆମେ ଗ୍ରହଣ କରୁଛନ୍ତି। ଏବେ ଆମେ ଆଲୋଚନା କରିବା କଣ ଏମିତି 3ଟି ଜିନିଷ ଅଛି ଯୋଉ ଜିନିଷକୁ ଆମେ ଧୀରେ ଧୀରେ ଆଭଏଡ କରିନବା। ଜଳ ସହିତ ଜଳର ଉର୍ଜାକୁ ଆମେ ନଷ୍ଟ କରୁଛନ୍ତି, ଧୀରେ ଧୀରେ ଆମେ ଆଭଏଡ କରିନବା। ଏତେ ସହଜରେ ଆଭଏଡ କରିହବ ନାହିଁ, କିନ୍ତୁ ମାଇଣ୍ଡ କି ଯଦି ଆମେ ପ୍ରୋଗ୍ରାମିଂ କରିବା, ନିଶ୍ଚିତ ଭାବରେ ଆମେ ଆଭଏଡ କରିଯିବା। ଆମେ ଯୋଉ ଯୋଉ ଜିନିଷ ଆଲୋଚନା କରୁଛନ୍ତି, ଆମେ ତା ସହିତ ପୁରା ଆକ୍ୱାଣ୍ଟେଡ ହେଇଯାଇଛନ୍ତି। ସେଥିପାଇଁ ଆଭଏଡ କରିବା ଏତେ ସହଜ ନୁହଁ। ଆମେ ଆଭଏଡ କରିବା, ଧୀରେ ଧୀରେ କରିଦବା। କଣ ଧୀରେ ଧୀରେ କରିଦବା? ପ୍ରଥମ ପଏଣ୍ଟ, ଡୋଣ୍ଟ ୟୁଜ ୱାଟର ଇନ୍ ପ୍ଲାଷ୍ଟିକ ବଟଲ। ଆମେ ସମସ୍ତେ ପୁରା ଜଡିତ ହେଇକି ଅଛନ୍ତି ପ୍ଲାଷ୍ଟିକ ବଟଲ ସହିତ। ଅନ୍ତତଃ ନିଜ ଭିତରୁ ସେ କ୍ରାନ୍ତି ଷ୍ଟାର୍ଟ କରନ୍ତୁ। କେବେ କେହି ତାର ନକାରାତ୍ମକ ଦିଗକୁ ହଠାତ୍ ଲକ୍ଷ୍ୟ ପକାନ୍ତୁନି ଯେ ପାଣି ପିଇଲେ ତ ବଟଲ କିଣିକି ପିଇବାକୁ ପଡୁଛି। ପାଣି ବି ଆମେ ବଟଲ ସାଙ୍ଗରେ କ୍ୟାରି କରିପାରିବା। ଆଜିକାଲି ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରିକି ବହୁତ ଜାଗାରେ ଆକୁଆ ଲାଗି ସାରିଲାଣି, ଆମେ ପୁଣି ରିଫିଲ୍ କରିପାରିବା। ଆବଶ୍ୟକ ଅଛି ଆପଣ କିଣନ୍ତୁ, ପିଅନ୍ତୁ, ମନା ନାହିଁ। କୌଣସି ଯେ ଆମେ ତାକୁ ପୁରା ରାଣ ଦେଇକି ବନ୍ଦ କରିଦବା, ସେ କଥା ନାହିଁ। କିନ୍ତୁ ଆଭଏଡ କରିବା ପାଇଁ ଚେଷ୍ଟା କରନ୍ତୁ। ପ୍ଲାଷ୍ଟିକ ବଟଲରେ ୱାଟର ମାନେ ଆପଣ ଯୋଉ କନଜ୍ୟୁମ କରୁଛନ୍ତି, ତାକୁ ଆଭଏଡ କରିବା ପାଇଁ ଚେଷ୍ଟା କରନ୍ତୁ। ଅନ୍ତତଃ ସମସ୍ତେ କାଚ ବୋଟଲ, ଷ୍ଟିଲ ବୋଟଲ, ଆପଣଙ୍କର ତମ୍ବା ବୋଟଲ, ଏଇ ଟାଇପର କିଛି କିଛି ନିଅନ୍ତୁ। ଧୀରେ ଧୀରେ ଜୀବନକୁ ଗୋଟେ ଅଲଗା ଦିଗକୁ ପରିବର୍ତ୍ତନ କରାନ୍ତୁ। ପ୍ଲାଷ୍ଟିକ ବୋଟଲକୁ ଧୀରେ ଧୀରେ ପାଖରୁ ଛାଡି ଦିଅନ୍ତୁ। ଠିକ ଅଛି, ଏବେ ଆମେ ଆଉ ଗୋଟେ ସେକେଣ୍ଡ ପଏଣ୍ଟ କଣ ଆଭଏଡ କରିବା? ଆମର ଡିହାଇଡ୍ରେସନ କରେ ବଡିରେ ଯୋଉ ଜିନିଷ ଗୁଡିକ, ସେଭଳି ଲିକ୍ୱିଡ ନବା ନାହିଁ। ଯେମିତି କି କାହାର କାହାର ଯଦି ଅଭ୍ୟାସ ଥାଇପାରେ, ଆମେ ଜାଣିନେ, ଯଦି ବି ଥାଇପାରେ, ସେ ଜିନିଷକୁ ଆମେ ଧୀରେ ଧୀରେ ଛାଡିଦବା। ଆଲକୋହଲ, ଟି, କଫି, ଏ ଟାଇପର ଜିନିଷ ଆମେ ଟି ଜାଗାରେ ଦେଖନ୍ତୁ, ସେଟା ଡିହାଇଡ୍ରେଟ ଜିନିଷ। ଆପଣଙ୍କୁ ଭୋକ ଲାଗୁଥିବ, ବନ୍ଦ କରିଦବ। ଆଜି ମୁଁ ବି ପିଉଛି, କିନ୍ତୁ କମି ଯାଇଛି, ବହୁତ କମି ଯାଇଛି। ଅବଶ୍ୟ ମୋର ଆଗରୁ ବି ଏତେ ନଥିଲା। ଆପଣ ମାନେ ବି ତାକୁ ଧାରଣ କରନ୍ତୁ, ମାନେ ଗ୍ରହଣ କରନ୍ତୁ, ହେଲା। ଧୀରେ 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 ଆମେ ସେ ସବୁ ଜିନିଷ ଯୋଉ ବଡିକି ଆମକୁ ଡିହାଇଡ୍ରେଟ କରେ, ଏଇଭଳିଆ ଜିନିଷକୁ ଆମେ ଛାଡି ଦିଅନ୍ତୁ।
ସବୁଠୁ ବଡ କଥା ମୁଁ ଏବେ କୋଉ ଦିନ କ୍ଲାସରେ କହୁଥିଲି, କେବେ ବି କୌଣସି ଗ୍ଲାସରେ ପାଣି ପିଉଛନ୍ତି ଆପଣ ଅଧା ଗ୍ଲାସ କେବେ ଛାଡିକି ଯାଆନ୍ତୁନି। ଅଳ୍ପ ଗ୍ଲାସ ବି ମାନେ ଅଳ୍ପ ପାଣି ବି ଛାଡିକି ଯାଆନ୍ତୁନି। ଆପଣଙ୍କୁ ଦରକାର ନାହିଁ, ଯେତିକି ଆପଣ ପିଇବେ ସେତିକି ଗ୍ଲାସକୁ ଆଣନ୍ତୁ। ସେତିକି ହିଁ ଆପଣ ପିଅନ୍ତୁ। ଆମେ ଯାହା ଇଣ୍ଟେନସନ ଦବାର ଅଭ୍ୟାସ ରଖିଛନ୍ତି ସେ ଇଣ୍ଟେନସନ ଦିଅନ୍ତୁ, ପିଅନ୍ତୁ। ଆପଣ କିଛି ବି ଯଦି ଛାଡୁଛନ୍ତି, ଆପଣଙ୍କର ଯୋଉ ବିଚାର ତା ସାଙ୍ଗରେ ରହିଲା, ଯୋଉ ସକାରାତ୍ମକ ଭାବନା ରହିଲା, ସେ ସକାରାତ୍ମକ ଭାବନା ଡ୍ରେନ କୁ ଯାଏ, ଡ୍ରେନେଜ ହେଇଯାଏ। ଇକୁ ନିହାତି ଭାବରେ ଲାଇଫରେ ପାଳନ କରନ୍ତୁ। ଇଏ ଥିଲା ସଂକ୍ଷିପ୍ତ ଭାବରେ ଆମେ ଜଳ ସହିତ କୋଉ ଭଳି ଭାବରେ ବ୍ୟବହାର କରିବା, ଜଳ କିଭଳି ଭାବରେ ଆମେ ଧାରଣ କରିବା, ଆଉ କୋଉ କୋଉ ଜାଗାରେ ଆମେ କଣ ଆଭଏଡ କରିବା, ୟା ଉପରେ ଏକ ସଂକ୍ଷିପ୍ତ ଆଲୋଚନା। ନିଶ୍ଚିତ ଭାବରେ ନିଜ ଜୀବନରେ ଆମେ ସମସ୍ତେ ତାକୁ ଆଡ କରୁଛେ, ଏଇ ଭ୍ୟାଲ୍ୟୁକୁ ଆଡ କରୁଛେ। ଜଳର ଊର୍ଜା ସବୁବେଳେ ଆମ ସହିତ ରହିଛନ୍ତି। ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ୟୁନିଭର୍ସ।